କମ୍ପ୍ଲିଟ ହେଲା ନାଇଁ କି ନା କମ୍ପ୍ଲିଟ ଚାଲିବ ଆଜ୍ଞା ଆଜି କମ୍ପ୍ଲିଟ ହବ କମ୍ପ୍ଲିଟ କାଲିକି ଠାରୁ ଆଜି 16 ହବ। କମ୍ପ୍ଲିଟ ହଁ ହଉ ହଉ ପ୍ରଭୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆଉ ଏ ସମସ୍ତ ବିଷୟ କରିବା ପୂର୍ବରୁ ଆସ ମାନେ ପଦେ ପ୍ରାର୍ଥନା କରିବା। ବାକ୍ୟରୂପୀ ଜୀବନ୍ତ ପବିତ୍ର ପରମେଶ୍ୱର ଧନ୍ୟବାଦ ଦଉଛୁ ତୁମ୍ଭର ଅଛି ମନୁଗ୍ର ଦୟା ସକାଶୁ ସନାତନ ମୂଲ୍ୟ ପରି ସେଥିପାଇଁ ନିତାନ୍ତ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଗୌରବ କରିବା ହାଲେଲୁୟା। ହାଲେଲୁୟା କାରଣ ପ୍ରଭୁଙ୍କର ବାକ୍ୟ ସେଥିପାଇଁ ଦାଉଦ ରଚକ କହନ୍ତି 103 ତାର 1ରୁ ଯଦି ଆମେ ସେଇ 5 ପଦ ପର୍ଯ୍ୟନ୍ତ ଦେଖୁ ଲେଖାଯାଏ ହେ ମୋର ମନ ସଦାପ୍ରଭୁ ଧନ୍ୟବାଦ କର। ହେ ମୋର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମ ଧନ୍ୟବାଦ କର। ହେ ମୋର ମନ ସଦାପ୍ରଭୁ ଧନ୍ୟବାଦ କର ଓ ତାଙ୍କ ମଙ୍ଗଳ ଦାନ ସବୁ ପାସରୁ ନାହିଁ। ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି। ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି। ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି। ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି। ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି ତମ ତୁଷ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯବନ ହୁଏ ହାଲେଲୁୟା 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 ପ୍ରଭୁ ଅତି ସୁନ୍ଦର ଭାବରେ ସେ କଥା କହନ୍ତି ବାସ୍ତବିକ ସନ୍ନ୍ୟାସ ପ୍ରତି ପରିବାର ପ୍ରତି ଆଉ ପ୍ରଭୁଙ୍କର ସେଇ ସମସ୍ତ ମଙ୍ଗଳ ଦାନ ଆମ୍ଭମାନଙ୍କ ପ୍ରତି ଦେଇଅଛନ୍ତି। ହୁଏତ ସେ ସମସ୍ତ ମଙ୍ଗଳ ଦାନ ଯଦି ପ୍ରଭୁ ଆମମାନଙ୍କୁ ଦେଇନଥାନ୍ତେ ଆଜି ପରି ଆମେ ସୁନ୍ଦର ସମୟ ସବୁ ଦେଇନଥାନ୍ତୁ ଆଉ ପାଇନଥାନ୍ତୁ ମଧ୍ୟ ପ୍ରଭୁଙ୍କ ଗର୍ବ ଦେଇ ପାରିନଥାନ୍ତୁ। ତ ସେଇଥିପାଇଁ ସେ ଆମମାନଙ୍କ ସମସ୍ତ ପ୍ରକାର ଅଧର୍ମକୁ ସେ କ୍ଷମା କରନ୍ତି। ଆଉ ସମସ୍ତ ରୋଗର ମଧ୍ୟ ସେ ସୁସ୍ଥ କରନ୍ତି ବୋଲି ଆମେ ଜୀବନ ମଧ୍ୟରେ ବଞ୍ଚିଛୁ ହାଲେଲୁୟା। ଆଉ ସେଇଥିପାଇଁ ସେ ଆମମାନଙ୍କ ଜୀବନ ମଧ୍ୟରେ ସେ ବିନାଶ ରୂପକ ସମସ୍ୟା ଥିଲେ ମଧ୍ୟ ପ୍ରଭୁ ସେ ସମସ୍ତ ବିନାଶରୁ ଆମକୁ ଏକ ନୂତନ ଜୀବନ ଦେଇ ଆମମାନଙ୍କୁ ଏକ ଆଉ ନୂତନ ବର୍ଷ ଦେଖିବା ମଧ୍ୟ ପ୍ରଭୁ ସନ୍ନ୍ୟାସ ପ୍ରତି ଦେଇଛନ୍ତି ସେଥିପାଇଁ କେବଳ ତାଙ୍କ ପ୍ରତି ନୁହଁ ଆମର ପ୍ରତ୍ୟେକଙ୍କୁ ମଧ୍ୟ ଦିନ ପ୍ରତିଦିନ ପ୍ରଭୁ ଭାର ସ୍ୱରୂପ ବହନ କରି ଆମମାନଙ୍କୁ ଏକ ନୂତନ ନୂତନ ଦିବସ ଦେଖିବା ପାଇଁ ସୁଯୋଗ ଦେଇଛନ୍ତି। ତ ସେଇଥିପାଇଁ ଆମେ ଦେଖୁ ସେ ସମସ୍ତ ତାଙ୍କର ସ୍ନେହ ପୂର୍ଣ୍ଣ କରୁଣା ଦୟାରୂପକ ମୁକୁଟ ଆମ୍ଭମାନଙ୍କୁ ସେ କଣ କରନ୍ତି ଭର୍ଷିତ କରନ୍ତି ସେଇଥିପାଇଁ ବାକ୍ୟ ଲେଖା ଅନୁସାରେ ଆମମାନେ କଣ ଅତୁଷ ପକ୍ଷୀ ନ୍ୟାୟ ଆମମାନଙ୍କ ନୂତନ ଯୌବନ ହୁଏ ହାଲେଲୁୟା। ହାଲେଲୁୟା କାରଣ ଆମେ ଦିନ ପ୍ରତିଦିନ ବୟସ କମୁ ନାହିଁ କିନ୍ତୁ ବୟସ ଆମର କଣ ଅଛି ଅଭିବୃଦ୍ଧି ଅଛି ଆଗର ଶାରୀରିକ ଭାବରେ ପରିବର୍ତ୍ତନ ଆସୁଛି ମାନସିକ ଭାବରେ ପରିବର୍ତ୍ତନ ହଉଛି ଆଉ ଏ ସମସ୍ତ ବିଷୟ କେବଳ ପ୍ରଭୁଙ୍କର ଆଶୀର୍ବାଦ ଦ୍ଵାରା ହାଲେଲୁୟା। ତ ସେଇଥିପାଇଁ ପ୍ରଭୁଙ୍କୁ ଆମେ ବିଶେଷ କରି ଧନ୍ୟବାଦ ଦେବା କି ପ୍ରଭୁ ତାଙ୍କର ଆସ୍ତ ସନ୍ତାନକୁ ଦୀର୍ଘ ଜନ୍ମର ପ୍ରଥମ ଦିବସରୁ ଆଜକୁ 15 ବର୍ଷ କମ୍ପ୍ଲିଟ ହେବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି। ତ ସେଇଥିପାଇଁ ପ୍ରଭୁଙ୍କୁ ନିତାନ୍ତ ଧନ୍ୟବାଦ ଦେବା ସହିତ ଏ ସମସ୍ତ ଦିବସ ଗୁଡିକରେ ଆପଣା ସନ୍ତାନ ଗଣକୁ ନିତାନ୍ତ ଅବଗତ କରାଇବା ଶିଖେଇବା ଏ ସମସ୍ତ ବିଷୟ ମଧ୍ୟ ପିତାମାତା ଭାବରେ ଆପଣଙ୍କର କର୍ତ୍ତବ୍ୟ ରହିଅଛି। ତ ସେଇଥିପାଇଁ ବାକ୍ୟ ସମ୍ବନ୍ଧ ଆମେ ଗୀତ 90 ତାର 10ରେ ଦେଖୁ ଆଉ 11 ଏବଂ 12 ପଦ ପଢିବା ଦେଖାଯାଏ କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭଙ୍କ ଉପରେ ବହିଯାଏ କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତି କରିଥାଉ। ଆମ୍ଭମାନଙ୍କ ଆୟୁର ପରିମାଣ 70 ବର୍ଷ ବା ବଳସକସ 80 ବର୍ଷ ହୁଏ। ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡିଯାଉ। ଯେପରି ଆମେ ଜ୍ଞାନ ବିଶିଷ୍ଟ ଅନ୍ତଗଣ ପାଇପାରିବୁ ଏଇଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନ କରିବାକୁ ଶିକ୍ଷା ଦିଅ। ପ୍ରିୟ ମଣ୍ଡଳୀ ଆମମାନେ ବିଶେଷ କରି ଦେଖୁ ଯେ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କର ସେ ସମସ୍ତ ଜନ୍ମ ଦିବସ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ବିଶେଷ ନାରୀ ପ୍ରତି ପ୍ରଭୁ ଅନୁଗ୍ରହ କରିଛନ୍ତି ତା ସକଳ ଦିନ ଗୁଡିକ ତାହାଙ୍କ ସମସ୍ତ କୋପ ବହିଯାଏ ଆଉ ତାଙ୍କ କଥିତ କାହାଣୀ ପରି ଆମମାନଙ୍କୁ ଲାଗେ। ଲାଗିବ କି ନାହିଁ? କାରଣ ତାର ଜନ୍ମ ଦିବସ ଯଦି ତାର 15 ବର୍ଷର ସମସ୍ତ ବିଷୟ ତାର ବାପା ମା କହିବେ ସନ୍ନ୍ୟାସରେ କି ପ୍ରକାର ଜନ୍ମ ହେଲା କୋଉଠି ଜନ୍ମ ହେଲା କେମିତି ବଢିଲା କୋଉଠି ସ୍କୁଲ ଅଧ୍ୟୟନ କଲା କୋଉ ପ୍ରକାର ହେଲା ପ୍ରଭୁ କି ଅନୁଗ୍ରହ କରି 15 ବର୍ଷ ପର୍ଯ୍ୟନ୍ତ କୋଉ କୋଉ ପ୍ରକାର ପରିସ୍ଥିତି ଦେଇ ପ୍ରଭୁ କଢିଆଣିଲେ ଐତିହାସିକ ଭାବରେ ତାହା ଆଉ କାହାଣୀ ପରିଆ ମାନେ ଶୁଣିବା ଲୋକଙ୍କୁ ଗୋଟେ କାହାଣୀ ପରି ଲାଗିବ। କାରଣ ଏ ସମ୍ବନ୍ଧ ବିଷୟ ଆମେ ଅବଗତ ହୋଇନଥାଉ କେବଳ ପିତାମାତା ହିଁ ଜାଣନ୍ତି। ଆଉ ଈଶ୍ୱର ତାହା ଜାଣନ୍ତି ହାଲେଲୁୟା। ହାଲେଲୁୟା ତ ସେଇଥିପାଇଁ ସମସ୍ତ ସମ୍ବନ୍ଧରେ ନିଜେ ପିଲା ମଧ୍ୟ ଜାଣିନଥିବ ସେ କୋଉ ପ୍ରକାର ଘରେ ମୁଁ ବଢିଛି। ଜାଣିଥିବ କି? ଯଦି ପିତାମାତା ଭାବରେ ତାକୁ କହିବେ ସେ ଶୁଣିଲା ବେଳକୁ ଏଇଟା ଗୋଟେ କାହାଣୀ ପରି ତାକୁ ନିଶ୍ଚିନ୍ତ ଲାଗିବ। ତ ଏ ସମସ୍ତ ସମ୍ବନ୍ଧରେ ବାକ୍ୟ କହୁଛି ଯେ ଏ ସମସ୍ତ ଦିନ ପ୍ରତିଦିନ ଯେ ପ୍ରଭୁ ଆମମାନଙ୍କୁ ଆଣନ୍ତି ଆଉ ବୋହନ୍ତି
ସେମାନଙ୍କ ଯତ୍ନ ନିଅନ୍ତି, ଏ ସମସ୍ତ ବିଷୟ ଯଦି ଆମେ ଦେଖୁ, ଏକ କଥିତ କାହାଣୀ ପରି ଆମମାନେ ଆପଣା ଆପଣା ବର୍ଷକୁ ପରିସମାପ୍ତି କରିଥାଉ। ଗୋଟେ ବର୍ଷ, 2 ବର୍ଷ, 3 ବର୍ଷ, ଏକ ମାଇଲ ଖୁଣ୍ଟିକୁ ଅତିକ୍ରମ କଲା ପରେ ପ୍ରଭୁ ଅନୁଗ୍ରହ କରିଅଛନ୍ତି ଆଉ ସେ ସମସ୍ତ ଦେଶ ବହନ କରନ୍ତି। ସେଥି ଆମ୍ଭମାନଙ୍କର ସମସ୍ତ ଆୟୁଷର ପରିମାଣ ମଧ୍ୟ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ ଯେ ଆମ୍ଭମାନଙ୍କ ଆୟୁର ପରିମାଣ 70 ବର୍ଷ ଅବା ବଳ ସକାଶୁ 80 ବର୍ଷ ହୁଏ ବୋଲି ଲେଖା ହେଇଛି। ବର୍ତ୍ତମାନ ପରିସ୍ଥିତି ଅନୁସାରେ ଯଦି ଆମେ ଧ୍ୟାନ କରୁ, ହୁଏତ ଆମମାନଙ୍କର ସେ ସମସ୍ତ ଜୀବନ ମଧ୍ୟରେ କିଏ କେତେ ବର୍ଷ ବଞ୍ଚିବ ଆମେ କୌଣସି ପ୍ରକାର କେହି ଜାଣିନଥାଉ ନା। ତ ସେ 70 ବର୍ଷ ବଞ୍ଚିବା ତ ବଡର କଥା, କି 80 ବର୍ଷ ଆହୁରି ବଞ୍ଚିବା ସେଟା ମଧ୍ୟ କେତେ ଜଟିଳ କଥା। ପ୍ରଭୁଙ୍କର ସେ ସମସ୍ତ ଅନୁଗ୍ରହ ଆଶୀର୍ବାଦ ନହେଲେ କୌଣସି ମାତ୍ରାରେ ଆମେ ସମସ୍ତ ବର୍ଷ ଗୁଡିକ ଆମେ ଆଉ ଦେଖିପାରିବା ନାହିଁ। ତ ସେଇଥିପାଇଁ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। ପ୍ରଭୁଙ୍କ ବାକ୍ୟ ସେଥିପାଇଁ କହେ ଯେ ଯେପରି ଆମେ ଜ୍ଞାନ ବିଶିଷ୍ଟ ଅନ୍ତଗଣ ପାଇପାରିବୁ, ଏଥିପାଇଁ ଆମମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଏ ସମସ୍ତ ସର୍ମ ବାର୍ଷିକ ହେଲେ ହିଁ ଆମେ ନ ପାସି ପ୍ରଭୁଙ୍କୁ ଧନ୍ୟବାଦ ଦେବା ଯେ ପ୍ରଭୁ ମତେ ଏତିକି ବର୍ଷ ଆପଣ ମାନେ ଅନୁଗ୍ରହ ଦ୍ଵାରା ମତେ ତୁମ ସେ ସମସ୍ତ ଆଶୀର୍ବାଦ ଦ୍ଵାରା ମତେ ବଞ୍ଚିବାର ସୁଯୋଗ ଦେଇଛ ବୋଲି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବା। ହାଲେଲୁୟା। ତ ସେଇଥିପାଇଁ ଏ ସମସ୍ତ ସମ୍ବନ୍ଧରେ ପିତାମାତା ଅଛି ଅନେକ ଜନ୍ମ ବାର୍ଷିକ ମଧ୍ୟରେ ଆପଣା ସନ୍ତାନ ମାନଙ୍କୁ କେହି ବି ଶିକ୍ଷା ଦିଅନ୍ତି ନାହିଁ। ପିଲା ଜନ୍ମ ହେଲା ସରିଗଲା, ନାମକରଣ କଲା ସରିଗଲା, ଆଉ କିଛି ତା ପାଇଁ ପ୍ରାର୍ଥନା ନାହିଁ, କିଛି ନାହିଁ, ତାକୁ ଅବଗତ ନାହିଁ। ପିଲା କେବଳ ବର୍ତ୍ତମାନର ଶିକ୍ଷିତ ଯୁଗ ଅନୁସାରେ ଆଧାର କାର୍ଡ ଜାଣିକି ସେ ଜାଣିବ ତାର ବୟସ କେତେ, ନହେଲେ ସ୍କୁଲ ଶିକ୍ଷା ଆଡମିସନ ଅନୁସାରେ ଯେତିକି ହେଇଥିବ ସେତିକି ଏକା, ନାଇଁ କି? ହେଲେ ତାର ପ୍ରକୃତ ଜନ୍ମଦିନ ସେହି ଦିନ କି ଅନ୍ୟ ଦିନ ହେଇଥିବ ସେଟା ବି କେହି ଜାଣିବେ ନାହିଁ। ବେଳେ ବେଳେ ବାପା ମା ବୟସକୁ ବଢେଇକି ସ୍କୁଲ ଆଡମିସନ କରିଥାଉ, ସାନ କଣ ବୟସ କମେଇକି ମଧ୍ୟ କରିଥାଉ, କିନ୍ତୁ ଏକ୍ଜାକ୍ଟଲି ତାର ଜନ୍ମଦିନ ସେ ଦିବସ ହୋଇନଥାଏ। ତ ସେଇଥିପାଇଁ ପ୍ରଭୁଙ୍କର ବାକ୍ୟ ଲେଖା ଅଛି ଯେପରି ଜ୍ଞାନ ବିଶିଷ୍ଟ ଅନ୍ତଗଣ ପାଇବୁ, ସେଠି ଆପଣ ଆପଣ ଦିନର ଗଣନା କରିବାକୁ ଶିକ୍ଷା ଦିଅ। ଏହା ଏକ ଶିକ୍ଷାର ସମୟ ଅଟେ। ଆଉ ଏ ସମସ୍ତ ବିଷୟ ଦେଇ ଆପଣ ସନ୍ତାନ ଗଣକୁ ଆମେ ଅବଗତ କରିବା ଦରକାର, ଶିକ୍ଷା ଦେବା ଦରକାର। ହାଲେଲୁୟା। ତ ସେଇଥିପାଇଁ କି ପ୍ରକାର ଭାବରେ ଆପଣ ସନ୍ତାନ ଗଣକୁ ଶିଖେଇବା? ଧର୍ମଶାସ୍ତ୍ର ବାକ୍ୟ ଲେଖା ଦେବୀ ତାର 6-7 ଯେ ତୁମ୍ଭେ ଆପଣା ସନ୍ତାନ ଗଣକୁ ଯତ୍ନ ପୂର୍ବକ ଶିଖେଇବ ଲେଖା ଅଛି। ଯତ୍ନ ପୂର୍ବକ ଶିଖେଇବ। ଗୃହରେ ବସିବା ବେଳେ, ସ୍ନାନ କଲା ବେଳେ, ଉଠିବା ବେଳେ ଏବଂ ପଥରେ ଚାଲିଲା ବେଳେ ସମସ୍ତ ବିଷୟରେ କଥାବାର୍ତ୍ତା କରିବ। ଅର୍ଥାତ୍ ପ୍ରଭୁ ବିଷୟ ଜ୍ଞାନ ଦେଇ ପ୍ରଭୁ କି ପ୍ରକାର ଭାବରେ ତାଙ୍କୁ କଢେଇ ଆଣୁଛନ୍ତି, ପ୍ରଭୁ କି ପ୍ରକାର ଭାବରେ ତାଙ୍କୁ ସାହାଯ୍ୟ କରିଛନ୍ତି, ପ୍ରଭୁ କି ପ୍ରକାର ପ୍ରକାର ବିନାଶରୁ ଉଦ୍ଧାର କରିଛନ୍ତି, ସର୍ବ ପ୍ରକାର ରୋଗରୁ ତାଙ୍କୁ ଆରୋଗ୍ୟତା ପ୍ରଦାନ କରିଛନ୍ତି, ଏ ସମ୍ବନ୍ଧରେ ତାଙ୍କୁ ବିଶେଷ କରି ଜ୍ଞାତ କରେଇବା, ଶିଖେଇବା, ଜଣେଇବା ବିଶେଷ ଆବଶ୍ୟକତା ରହିଛି। ହାଲେଲୁୟା। ଅନେକ ମାନେ କହୁଛୁ ଯେ ପିଲାମାନଙ୍କୁ ଆଉ ଏ ସମସ୍ତ ସମ୍ବନ୍ଧରେ ପିତାମାତା ଭାବରେ ଅନେକ ଶିକ୍ଷା କରେଇବା ଅବହେଳିତ କରିଥାଉ, କିନ୍ତୁ ବାକ୍ୟ କହୁଛି ଏ ସମସ୍ତ ସମ୍ବନ୍ଧରେ ତାଙ୍କୁ ଶିକ୍ଷିତ କରାଇବା ଦରକାର। କାରଣ ଏତ ପଦ ତାର 22-6 ଲେଖା ହେଇଛି ଯେ ତୁମ ବାଳକର ଗନ୍ତବ୍ୟ ତାକୁ ଶିକ୍ଷିତ କରାଅ, ଯେଣୁ ସେ ବୃଦ୍ଧ ହେଲେ ବିମୁଖୀ ହେବ ନାହିଁ।